ତାଙ୍କର ଠେଙ୍ଗା କୁଆଡେ ଆସିବ? ଠେଙ୍ଗା ତ ପୁରୁଷ ମାନଙ୍କର, ତାଙ୍କର ଠେଙ୍ଗା କୁଆଡେ ଆସିବ? ଏ କୁଲା ତାଙ୍କର କୁଲା କୁଲା ଲେଡିଜଙ୍କର ଏମିତି ଖାଲି ମାନେ ବନ୍ଦେଇବେ, ଆଉ ଠେଙ୍ଗା କେବଳ ପୁରୁଷ। ସେ କୁଲାରେ ଏମିତି ଆମକୁ ବନ୍ଦନା କରିବେ, ଆସ ସ୍ୱାମୀ, ଆସ ସ୍ୱାମୀ, ଆସ ସ୍ୱାମୀ। ସେମାନେ କେବଳ କୁଲାରେ ତୁଳସୀ ଏବଂ ବେଲପତ୍ର ଏବଂ ବଉରକୋଳି ପତ୍ର, ଚାଉଳ ଆଉ ପକେଇକିରି ଏମିତି ଫୁଲ ପକେଇକିରି ବନ୍ଦାପନା କରିବେ। ରାଣୀ ଲକ୍ଷ୍ମୀବାଇ ତ କୁଲା ପାଚୁଥିଲେ। ହଁ ହଁ, ରାଣୀ ଯାହାହେଲେ ତାଙ୍କ ସ୍ୱାମୀକି ସେୟା କରୁଥିଲେ ନା। ସେ ଇଆଡ଼େ ଫିଲ୍ଡରେ ସେନାପତି, ସ୍ୱାମୀଙ୍କ ପାଖରେ ରାତିରେ ଆସ ସ୍ୱାମୀ, ଆସ ସ୍ୱାମୀ। କୁଲାରେ ଉଦବତୀ ମାନେ ଯୋଉ ଦୁବକୋଳି କୋଳି ପତ୍ର ଚାଉଳ ପକେଇକି ଡାକି ନିଅନ୍ତି ନା। ସେ ଆଇଟମ କରି କାଲି ଗୋଟେ ଠେଙ୍ଗା ଧରିକି ଆଇଥିଲେ, ବାବୁ ସିଂହ 100 ଠେଙ୍ଗାରେ ଆମର ଗୋଟିଏ ଠେଙ୍ଗା। ମୁଁ କହିପାରିବି ତାଙ୍କର ଯଦି ୟା ଭିତରେ ଠେଙ୍ଗା ହେଇଯାଇଥିବ ମୁଁ କହିପାରିବି, କିନ୍ତୁ ମୁଁ ଜାଣିନି ତାଙ୍କର କୁଲା ଚାଉଳ, ଦୁବ, ଫୁଲ, ଚନ୍ଦନ ପକେଇ ଏମିତି ଏଟା ମୁଁ କହିପାରିବିନି। ନାଇଁ, ବାବୁ ସିଂହ ତ ଚୋସ ଟୋକା, ଛାତି ଆଗକୁ ବାହାରିଛି। ମୋ ସାନ ଭାଇର ଛାତି ଯେମିତି ଆଗରେ, ତାର ବି ସେମିତି ଛାତି ଆଗରେ। ବାବୁ ସିଂ ଭଲ ଲୋକ, ସରଳ ଲୋକ, କାମୁକା ଲୋକ। ସେ ଗୋଟେ ପତିଆରା କରି କହିଦେଲା ଠେଙ୍ଗା ଉପରେ, କିନ୍ତୁ ଭଉଣୀମାନେ ସଂଯତ ରହି ଯଦି ନେକେଡ ଲୁଗା ବସ୍ତ୍ରକୁ ପରିଧାନ କରି ନେକେଡିଜିମକୁ ବିରୋଧ କରି ଡ୍ୟାନ୍ସ କରିବେ, ଆକ୍ଟିଂ କରିବେ, ସାରା ଓଡ଼ିଶା କଥା, ଖାଲି ଖଣ୍ଡଗିରି କଥା ନୁହଁ। ଏ ନଙ୍ଗୁଳି ବ୍ୟବହାରକୁ ଓଡ଼ିଶାବାସୀ ଚାହାନ୍ତିନି। ଓଡ଼ିଶା ପରମ୍ପରା ଅଲଗା। ରାମ ସୀତାଙ୍କ ଚରିତ୍ର ଆମ ଓଡ଼ିଶାରେ, ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ ସମ୍ପର୍କ, ଭାଇ ଭାଇ ସମ୍ପର୍କ, ହନୁମାନ ରାମ ସମ୍ପର୍କ, ଭକ୍ତି, ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ରାମ ଭାଇ ଭାଇ, ଏସବୁ ଅପୂର୍ବ ଆମର। ସେଇଆକୁ ଅନୁସରଣ କରି ଆମ ଓଡ଼ିଶାବାସୀ, ଭାରତବାସୀ ଆମେ ଅଛେ। ତେଣୁ ନେକେଡ ଡ୍ୟାନ୍ସ, ନେକେଡ ଆକ୍ଟିଂ, ନେକେଡ ଭାଷା, ଏହାକୁ ବିରୋଧ କରାଯାଉଛି ଚାରିଆଡ଼େ। ମୁଁ ହାତ ଯୋଡ଼ି ନିବେଦନ କରୁଛି ବାବୁ ସିଂ, ବାଡ଼ି ବାହାର କରିବା ଦରକାର ନାହିଁ, ଖାଲି ଲୋକଙ୍କୁ ଆପିଲ କରିବା ତମେ ନେକେଡ ଡ୍ୟାନ୍ସ କରନି। ଲୋକ ମନକୁ ମୋତେ ଫୋନ୍ କରି ଝିଅମାନେ କହିଲେଣି ଆମେ ଆଉ ନେକେଡ ଡ୍ୟାନ୍ସ କରିବୁନି, ଆମେ ସିମ୍ପଲ୍ ଡ୍ୟାନ୍ସ କରିବୁ। ସେଇ ଆକ୍ଟ୍ରେସ୍ ମାନେ ବି ଫୋନ୍ କରି କହିଲେଣି। ବାବୁ ସିଂ ଆମକୁ କ୍ଷମା ମାଗିବା ଦରକାର। ମୁଁ କହିପାରିବିନି ସେ କଥା। ଠେଙ୍ଗା ଆମର ଗୋଟେ ଠେଙ୍ଗା କାମ